ଆଜି ମୁଁ ଆପଣମାନଙ୍କ ପାଇଁ ପୁଣି ଆଉ ଗୋଟେ ରେସିପି ନେଇ ଆସିଛି। ରେସିପିଟା ନୂଆ ନୁହଁ, କିନ୍ତୁ ଟେଷ୍ଟ ନୂଆ। ମୁଁ ଏଠି କୋବି ପରଟା ବନାଉଛି। ଆପଣମାନେ ଭିଡ଼ିଓଟିକୁ ମୋର ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ତା'ର ନୂଆ ଟେଷ୍ଟର ସିକ୍ରେଟଟା ଜାଣନ୍ତୁ। ମୁଁ ଏଠି ପରିବା ନେଇଯାଇଛି। କୋବି, କ୍ୟାପ୍ସିକମ୍, ମୂଳା ମୁଁ ଦେଖେଇଛି, ମୂଳା ମୁଁ ନେଇନି। ଆପଣମାନେ ଯେତେ ଛୋଟ ଛୋଟ କରିକି ଆକୁ ଚପ୍ କରିପାରିବେ। କ୍ୟାପ୍ସିକମ୍, ଧନିଆ ପତ୍ର ଆଉ କୋବି ମୁଁ ପୁରା ଆକୁ ଛୋଟ ଛୋଟ କରି ପୁରା ଗୁଣ୍ଡ ଗୁଣ୍ଡ କରି ଗୋଟେ ଚପର ସାହାଯ୍ୟରେ ଗୁଣ୍ଡ ଗୁଣ୍ଡ କରି କରିଦେଇଛି। ତାକୁ ଲୁଣ ପକେଇକିରି ଗୋଳେଇ ଦେଉଛି। ଲୁଣ ପକେଇ ଦେଲେ ଆମର ପାଣି ଛାଡ଼ିବା ଷ୍ଟାର୍ଟ କରିଦେବ। ଦେଖନ୍ତୁ, ଗୋଟେ ସରୁ କପଡ଼ା ସାହାଯ୍ୟରେ ଆପଣମାନେ ଏମିତି ତାକୁ ଚିପୁଡ଼ି ଦେବେ। ଦେଖନ୍ତୁ, ଆମକୁ ଷ୍ଟଫିଂ ଦେବାର ଅଛି ନା, ପାଣି ରହିଲେ ପୁଣି ଅସୁବିଧା ହେଇଯିବ। ମୁଁ ତାକୁ ଚିପୁଡ଼ି ଦେଲି। କେତେ ସାରା ଆମର ପାଣି ବାହାରିଛି, କେତେ ଝୁରା ଝୁରା ହେଇଯାଇଛି। ଯେତେ ଝୁରା ଝୁରା ରହିବ ଆମର ଷ୍ଟଫିଂ ଦେବାକୁ ଭଲ ଲାଗିବ। ଷ୍ଟଫିଂଟା ମଧ୍ୟ ଆମର ଭଲ ରହିବ। ଦେଖନ୍ତୁ, କେତେ ସାରା ପାଣି ତା ଭିତରୁ। ଲୁଣ ପକେଇକିରି ଆପଣମାନେ ଏମିତି ଗୋଳେଇକିରି 10 ମିନିଟ୍ ପାଇଁ ଛାଡ଼ିଦେବେ। ତାପରେ ସେ ପାଣି ଛାଡ଼ିବା ଷ୍ଟାର୍ଟ କରିଦେବ। ତାପରେ ଯାହା ବି ଏକ୍ସଟ୍ରା ପାଣି ଥିବ ମୁଁ ଏଥିରେ ବେସନ ଦେଇଦେଉଛି। ତାପରେ ଭଜା ଜିରା ଗୁଣ୍ଡ ମୁଁ ରଖିଥିଲି ଟିକେ ଦେଇଦେଉଛି। ଲଙ୍କା ଗୁଣ୍ଡ, ଜୁଆଣି ଟିକେ ହାତରେ କ୍ରସ୍ କରି ମୁଁ ପକାଇ ଦେଉଛି। ମୁଁ ଏଠି ବିନା ପିଆଜ ରସୁଣରେ ପକାଉଛି। ତାପରେ କସୁରୀ ମେଥି ଟିକେ ହେଙ୍ଗୁ ଦେଇଦେଉଛି। ଆପଣମାନେ ଚାହିଁଲେ ଏହି ସମୟରେ ଅଦା ରସୁଣ ଛେଚା ଦେଇପାରିବେ। ମୁଁ ଏଠି ବିନା ପିଆଜ ରସୁଣରେ ବନାଉଛି। ଏମିତି ହିଁ ଷ୍ଟଫିଂ ଦେଇକିରି କୋବି ପରଟା ବନେଇକିରି ଖାଇଲେ ମୋମୋ ଖାଇଲା ପରି ଆମର ଲାଗିବ। ତାପରେ ମୁଁ ଡୋ ବନାଉଛି। ଅଟା ଦେଇଛି, 2 ଚାମଚ ସୁଜି ମୁଁ ନେଇଯାଇଛି, ସ୍ୱାଦ ଅନୁସାରେ ଲୁଣ, 1 ଚାମଚ ମୁଁ ତେଲ ଟିକେ ଦେଉଛି। ତେଲ ଦେଲେ ଆମର ପରଟାଟା ଆହୁରି ସଫ୍ଟ ରହିବ। ତାପରେ ମୁଁ ଯେଉଁ ପାଣିଟା ମୁଁ ରଖିଥିଲି ସେ କୋବି ପାଣିଟା ଏ ଅଟାରେ ଦେଇକିରି ମୁଁ ତାକୁ ଡୋ ବନାଉଛି। ସୁଜି ଆଉ ତେଲ ଟିକେ ଦେଲେ ଆମର ପରଟାଟା ଆହୁରି ସଫ୍ଟ ରହିବ ଆଉ ବହୁତ ଟେଷ୍ଟି ମଧ୍ୟ ଲାଗିବ। ଆପଣମାନେ ଏଇଭଳି ଥରେ ପରଟା ବନେଇକିରି ଖାଆନ୍ତୁ ଆଉ ସତରେ ତା'ର ସ୍ୱାଦ କେମିତି ଜାଣନ୍ତୁ। ଦେଖନ୍ତୁ, ପୁରା ଚିକଣ କରି ମୁଁ ତାକୁ ଦଳି ସାରିଲାଣି। ଯେତେ ଚକ୍ରଟା ଯେତେ ଆମର ସଫ୍ଟ ଆଉ ନରମ ରଖିବେ। ଅଟାଟାକୁ ବେଶୀ ହାର୍ଡ଼ କରିବେନି, ନହେଲେ ଷ୍ଟଫିଂ ଦେଲା ବେଳକୁ ଆମର ଷ୍ଟଫିଂ ରହୁନଥିବ। ଏମିତି ଧୀରେ ଧୀରେ ହାତ ସାହାଯ୍ୟରେ ଯେମିତି ଆମେ ମଣ୍ଡା ପିଠା ତିଆରି କରେ ସେମିତି ହିଁ କରିବେ। ମଝିଟାକୁ ଟିକେ ମୋଟା ରଖିବେ। ପୁରା ଭରା ଭରା ଷ୍ଟଫିଂ ଦେବେ ଆଉ ଖାଇବାକୁ ବହୁତ ଟେଷ୍ଟି ଆଉ ମଜା ଆସିଯିବ। ସବୁ କରିଲା ସମୟରେ ଯେତେ ବି ଆମର ପରିଶ୍ରମ, ଖାଇଲା ବେଳେ ଆମର ସବୁ ପରିଶ୍ରମ ଭୁଲିଯିବେ। ଧୀରେ 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 ଏମିତି ମଝିରେ ଦାବି ଦାବି ଦେଉଥିବେ ଆଉ ତାକୁ ଏମିତି ଉପରଟାକୁ ସେଟ୍ କରି ଚାଲିଥିବେ। ପ୍ରାୟ ଏମିତି ମାନେ ଷ୍ଟଫିଂ ଦେଇକିରି ବେଲି ପାରନ୍ତିନି। ତାକୁ ହାଲକା ହାତରେ ଟିକେ ଚାପି ଚାପି ଦେବେ ଆଉ ବେଶୀ ବି ପ୍ରେସରରେ ବେଲିବେନି। ବେଶୀ ପ୍ରେସରରେ ବେଲେ ଆମର କ'ଣ ହେବ, ସାଇଟ୍ ହେଇଯିବ। ସବୁ ଷ୍ଟଫିଂ ଗୁଡ଼ାକ ସାଇଟ୍ ହେଇଯିବ ଆଉ ଭଲ ଲାଗିବନି। ଗୋଟେ ପଟେ ଷ୍ଟଫିଂ ଥିବ ଆଉ ଗୋଟେ ପଟେ ଷ୍ଟଫିଂ ନଥିବ। ତାପରେ ମୁଁ ଆଉ ଗୋଟେ ବି ଆପଣଙ୍କୁ ବେଲିକିରି ଦେଖେଇ ଦେଉଛି। ଯେଉଁମାନେ ଯଦି ଷ୍ଟଫିଂ ଦେଇକିରି ନ କରିପାରିବେ ଏମିତି ବେଲି ଦେବେ ପ୍ରଥମେ, ତାପରେ ଚାରିପଟ ସାଇଡ଼ରେ ଟିକେ ପାଣି ଲଗାଇ ଦେବେ। ସେଟ୍ ହେବା ପାଇଁ ଭଲ ହେବ। ଏମିତି ଧୀରେ ଧୀରେ ବେଲି ଦେଇକିରି ଧୀରେ ଧୀରେ ଏମିତି ଚାରିପଟୁ ଏମିତି କରିବେ। ସେ ଆରାମରେ ସେଟ୍ ହେଇଯିବ। ଟିକେ ପାଣି ଲଗାଇ ଦେଲେ, ଆମେ ଯେଉଁ ତେଲ ଦେଇଛେ ସେ ସେଟ୍ ହେବା ପାଇଁ ଟାଇମ୍ ଲାଗିବ। ଯଦି ତେଲ ଦେଇନଥିବେ ସେ ଆରାମରେ ସେଟ୍ ହେଇଯିବ। ଅଳ୍ପ ଟିକେ ଅଟା ଦେଇକିରି ତାକୁ ହାଲକା ହାତରେ, ବେଶୀ ବି ପ୍ରେସର ଦେବେନି, ଧୀରେ 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 ଏମିତି ବେଲିବେ। ଏମିତି ଯେଉଁମାନେ ଷ୍ଟଫିଂ ଦେଇକିରି ବେଲି ପାରୁନଥିବେ ଏମିତି ହିଁ ବେଲିକିରି ଷ୍ଟଫିଂ ଦେଇପାରିବେ। ଆରାମରେ ଆମର ପରଟାଟା ଭଲ ହେବ। ମୁଁ ଏଠି ଘିଅରେ ପରଟାଟା ସେକୁଛି। ତେଲରେ ବି ସେକିଲେ ଭଲ ଲାଗିବ। ଯେଉଁମାନଙ୍କର ଘିଅ ପସନ୍ଦ ନୁହଁ ସେ ତେଲରେ ମଧ୍ୟ ସେକିପାରିବେ। ବିନା ପିଆଜ ରସୁଣରେ ଆମର କୋବି ଷ୍ଟଫିଂ ଦିଆ ପରଟାଟି ଭଲ ଲାଗିଥିଲା। ଆଉ ଆମେ ଯେଉଁ ଖାସ୍ତା ଦେଇଥିଲେ ସୁଜି ଆଉ ତେଲ, ପରଟାଟା
बहुत टेस्टी होता और नरम भी बनी थिला। आपण माने एई भली बनेइकरी खांतु आ किपरि लागिला मते कमेंट रे जणेबे। नुआ थिले मो चैनल को सब्सक्राइब करिवे। वीडियोटी जदि मोर आपनकु भल लागि थाए लाइक करिवे, कमेंट करिवे किपरि लागिला मो वीडियोटी। जदि आपण माने नुआ किछि बनौछंती मते जणेबे। आ किछि जदि बनौथिबे कोबी परोटाटी मते कमेंट रे जणेबे। मो कोबी परोटार रेसिपीटा आपण मानकु भल लागिथिले लाइक करिवे, सब्सक्राइब करिवे। देखंतु केते सॉफ्ट और नरम बनिछि देखंतु। चापु चापु से आपे आपे हमरो जो परोटाटी से केमती उठी जाउची। आउ सबु आडे स्टफिंगटा पूरा परफेक्ट अछि, ठीक ठाक बनिछि। आ गोटे मु देखै दउची, देखो आर भी मध्य स्टफिंगटा बढ़िया से अछि। मोर कोबी परोटाटी रेसिपीटी आपनको किपरि लागिला मते कमेंट रे जणेबे। नुआ थिले मो चैनल को सब्सक्राइब करिवे। रहुची, नमस्कार।